ना तारो पुलिस को डर ना चिन्ना को मिनिस्टर ना ताकू भावनी रे फ्लावर से पूरा हुतु हुतु फार श्रद्धारे मागिले पानी गिला सटे सर मत दबाणी तेरी मेरी हेले तेल गाड़ी नहीं खाली करी दब खणी बहु 420 बहु 420 बहु 420 बहु 420 ମୁଁ ଏପର୍ଯ୍ୟନ୍ତ ସେ ଇଏରୁ ମାନେ ଟ୍ରମାରୁ ବି ବାହାରିନି ଆଜ୍ଞା। ମୁଁ ସେଇ କଥା ବିଶ୍ୱାସ କରିପାରୁନି। ମୁଁ ତାଙ୍କୁ ମାନେ ମୋ ଭଗବାନ ହିସାବରେ ମାନୁଥିଲି। ମାନେ ମୁଁ ଯଦି ଇନ୍ସପାୟାର କାର୍ଡ ହୋଇଛି ସେ ହେଉଛନ୍ତି ୱାନ୍ ଆଣ୍ଡ ଓନ୍ଲି ହ୍ୟୁମାନ ସାର୍। ନମସ୍କାର ସମସ୍ତଙ୍କୁ ସମସ୍ତଙ୍କୁ ପ୍ରଣାମ। ଆଜି ଜି ସାର୍ଥକର ଆଉ ଗୋଟେ ମୁଭି ଅଲରେଡି ମୁଁ 5ଟା ମୁଭିରେ ଗାଇ ସାରିଛି। ତ ଏଇଟା ଆଉ ଗୋଟେ ୟୁନିକ୍ ମୁଭି ଆସିଛି ବହୁ 420। ତ ସେଥିରେ ମୁଁ ଗାଇବାକୁ ସୁଯୋଗ ପାଇଛି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ମୁଁ ବହୁତ ଖୁସି ଫିଲ୍ କରୁଛି ଯେ ମୁଁ ଗୋଟେ ପାର୍ଟ ହେଇପାରିଛି। ଆଜି ଏତେ ସମସ୍ତେ ଅଛନ୍ତି, ପୁରା ଫ୍ୟାମିଲି ଅଛନ୍ତି ଜି ସାର୍ଥକର। ତ ମୁଁ ସେଇ ଫ୍ୟାମିଲିରେ ଆଡ୍ ହେଇପାରିଛି, ସେଥିପାଇଁ ବହୁତ ଖୁସି। ତ ଫାର୍ଷ୍ଟ ଅଫ୍ ଅଲ୍ ବହୁତ ବହୁତ ଧନ୍ୟବାଦ ଦେବି ଶାନ୍ତନୁ ସାର୍କୁ, ଯିଏ ସବୁ ମ୍ୟୁଜିକ୍ ଗୁଡ଼ା କରିଛନ୍ତି। ବହୁତ ୟୁନିକ୍ କରିଛନ୍ତି ମ୍ୟୁଜିକ୍ ଗୁଡ଼ା, ବହୁତ ଭଲ ହେଇଛି ଗୀତ ଗୁଡ଼ା। ଆଉ ମୁଁ ଗାଇଛି ଟାଇଟଲ୍ ଟ୍ରାକ୍ଟି ଏ ମୁଭିର। ଆପଣ ଯେମିତି କହିଲେ ସବୁ ଗୀତଟା ବହୁତ ସୁନ୍ଦର ଲାଗୁଛି, ଆପଣ ଶୁଣିଛନ୍ତି। ତ ପ୍ଲିଜ୍ ଏଇ ଆପଣଙ୍କ ମାଧ୍ୟମରେ ମୁଁ ସମସ୍ତଙ୍କୁ କହିବାକୁ ଚାହିଁବି କି ସମସ୍ତେ ବହୁତ ସାରା ଭଲ ପାଇବା ଦିଅନ୍ତୁ ଏ ଗୀତକୁ, ବହୁତ ସାରା ରିଲ୍ସ କରନ୍ତୁ ଏ ଗୀତରେ, ଆଉ ସମସ୍ତେ ଟିକେ ମାନେ ସେୟାର କରନ୍ତୁ ଗୀତକୁ। ଆଉ ଜି ସାର୍ଥକକୁ ଏଇ ଫିଲ୍ମକୁ ବହୁତ ବହୁତ ଭଲ ପାଇବା ଦିଅନ୍ତୁ। ବହୁ 420 ଗୋଟେ ୟୁନିକ୍ କାହାଣୀ ନଭେମ୍ବର 30 ତାରିଖରେ ଆସିବାକୁ ଯାଉଛି। ପ୍ଲିଜ୍ ସମସ୍ତେ ନିଜ ନିଜ ଫ୍ୟାମିଲି ସହିତ ସନ୍ଧ୍ୟା 6:30ରେ ଦେଖିବାକୁ ଭୁଲିବେନି ବହୁ 420। ଥ୍ୟାଙ୍କ ୟୁ। ତ ଗୀତଟା ମୁଁ ଗାଇଦେବି ଟିକେ। ନା ତାର पुलिस को डर ना चिन्ना को मिनिस्टर ना ताकू भावनी रे फ्लावर से पूरा हुतु हुतु फार श्रद्धारे मागिले पानी गिला सटे सर मत दबाणी तेरी मेरी हेले तेल गाड़ी नहीं खाली करी दब खणी बहु 420 बहु 420 बहु 420 बहु 420। थैंक यू सो मच। थैंक यू। ଏଇଟା ତ ଦୁଃଖ କହିବିନି ମୁଁ, ଏଇଟା ଗୋଟେ ମାନେ ମୁଁ ଏପର୍ଯ୍ୟନ୍ତ ସେ ଇଏରୁ ମାନେ ଟ୍ରମାରୁ ବି ବାହାରିନି ଆଜ୍ଞା। ମୁଁ ସେଇ କଥା ବିଶ୍ୱାସ କରିପାରୁନି। ମୁଁ ତାଙ୍କୁ ମାନେ ମୋ ଭଗବାନ ହିସାବରେ ମାନୁଥିଲି। ମାନେ ମୁଁ ଯଦି ଇନ୍ସପାୟାର କାର୍ଡ ହୋଇଛି ସେ ହେଉଛନ୍ତି ୱାନ୍ ଆଣ୍ଡ ଓନ୍ଲି ହ୍ୟୁମାନ ସାର୍। ତ ସିଏ ତାଙ୍କୁ ମୁଁ ଭଗବାନ ଭଳିଆ ମାନେ। ତ ସିଏ ଆଜି ନାହାନ୍ତି ଆମ ସହିତ, ଏଇଟା ବହୁତ ବଡ଼ ଲସ୍ ଗୋଟେ ଇଣ୍ଡଷ୍ଟ୍ରିର। ତ ମୁଁ ଏଯାଏଁ ସେ ସଦମାରୁ ବାହାରିନି। ତ ମତେ ଲାଗୁନି ଆଉ ତାଙ୍କ ଭଳିଆ କିଏ ଆସିବେ ଆଉ ଆମ ଇଣ୍ଡଷ୍ଟ୍ରିକୁ ସେଇଭଳିଆ ହିଟ୍ ଦେବେ। ତାଙ୍କ ଜାଗାଟା କିଏ ପୂରଣ କରିପାରିବେ ବୋଲି ମୁଁ ଭାବୁନି, ଆଶା କରୁନି। ଆଉ କିଏ ଆସିବେନି ବି ସେ ତାଙ୍କ ଭଳିଆ। ତ ଆଉ ବେଶୀ କିଛି ତାଙ୍କ ସହିତ ମୁଁ ଗୋଟେ ଲକିଲି ମୁଁ ଗୋଟେ ଗୀତ ଗାଇଛି ଡେଲିଭରି ବୟ 2ର ଗୋଟେ ବହୁତ ସୁନ୍ଦର ଗୀତରେ ଆସିଥିଲା, ଲୋକାଲ ମାଧୁରୀ ବୈଦ୍ୟନାଥ ସାର୍ କରିଥିଲେ। ସେ ଗୀତରେ ମୁଁ ଗାଇଥିଲି ହ୍ୟୁମାନ ସାର୍ଙ୍କ ସହିତ। ତାପରେ ଯାହା ଷ୍ଟୁଡିଓରେ ଦେଖା ହେଇଛି, କଥାବାର୍ତ୍ତା ହେଇଛି। ତାପରେ ଆଉ ତ ଏବେ ତ ସେମିତି ତାଙ୍କର ଯେତେ ଗୀତ ଶୁଣେ ସବୁ ହିଟ୍। ଏମିତି କୋଉ ସିଙ୍ଗର ନଥିବ ଯିଏ ମାନେ ଯୋଉ ଗୀତ ବି ଗାଇଦେଲେ ହିଟ୍ ହବ। ସିଏ ସେଇଭଳିଆ ଗୋଟେ ମାନେ ସିଙ୍ଗର ଥିଲେ କି ଯୋଉ ଗୀତ ଗାଇଦେଲେ ବି ହିଟ୍ ହେଉଥିଲା, ଆଉ ଯୋଉ ଗୀତ ଗାଇଲେ ବି ଆମକୁ ଭଲ ମାନେ ଶୁଣିବାକୁ ଭଲ ଲାଗୁଥିଲା। ତ ତାଙ୍କର ଗୋଟେ ବହୁତ ସୁନ୍ଦର ଗୀତରେ ଥିଲା ଫେରିଆ ଫେରିଆ ସାରି, ସେଇଟା ମୋର ବହୁତ ଫେଭରେଟ୍ ପ୍ରେମାନନ୍ଦ ସାର୍ଙ୍କର। ଫେରିଆ ଫେରିଆ ସାରି फेरिया फेरिया सारी फेरिया फेरिया सारी फेरिया फेरिया सारी। ଶେଷ ଦେଖା ରିସେଣ୍ଟ ଆମେ ଯେତେବେଳେ ଡେଲିଭରି ବୟ 2ର ଗୀତ ରେକର୍ଡିଂ କରୁଥିଲୁ, ସେ ଆସିଥିଲେ ଡବିଂ କରିବା ପାଇଁ। ତ ଆସିକି ମୋତେ କୁଣ୍ଡେଇ ପକେଇଲେ ଫାଷ୍ଟ। ତ କହିଲେ ତମେ ଚିରାଗ, ମୁଁ ଜାଣିନଥିଲି। ତ ସେ ମୋତେ ଜାଣିଥିଲେ ବୋଧେ ମୂଳରୁ, ମାନେ ପୂର୍ବରୁ ଜାଣିଥିଲେ। ତାପରେ ଦେଖିଲା ପରେ ଜାଣିଲେ କି ମୁଁ ଚିରାଗ। ସେଇଠି କୁଣ୍ଡେଇ ପକେଇଥିଲେ ମୋତେ, ଆଉ କହିଥିଲେ ବହୁତ ୱାଣ୍ଡରଫୁଲ୍ କାମ କରୁଛ ତମେ, ଏମିତି ଚାଲୁ, ବହୁତ କିଛି କହିଥିଲେ। ତାପରେ ଯେହେତୁ ଆପଣ ଗୁରୁ ମାନୁଛନ୍ତି, ଶିଷ୍ୟ ହିସାବରେ କିଛି ଟିପ୍ସ ଦେଇଛନ୍ତି ଆପଣଙ୍କୁ କେବେ? ସେମିତି ତ ଆମେ ଏତେ ସାରା ମାନେ କେବେ ଦେଖା ହେଇନୁ, ଏତେ ସାରା କଥା ହେଇନୁ। ବାକି ମୁଁ ସେ ଟିପ୍ସ ଦେବା ଦରକାର ନାହିଁ, ତାଙ୍କୁ ଦେଖିଲେ ହିଁ ସେ ଟିପ୍ସଟା ମିଳିଯାଏ ଆପେ ଆପେ କି ସେ କୋଉ ଭଳିଆ ମାନେ ଜୋନରରେ ସିଙ୍ଗର ଥିଲେ। ବର୍ଷାଟା ମାନେ କେମିତି ତାଙ୍କ ଭିତରେ ସବୁ ପ୍ରକାର ଜୋନର ଗାଇବାର ଶକ୍ତି ଥିଲା। ତ ସେଇଟା ତାଙ୍କୁ ଦେଖିଲେ ହିଁ ଜାଣିପାରେ। ତ ଟିପ୍ସ ତାଙ୍କ ପାଖରୁ ନବା, ସେ ଆମେ ସେମିତି କେବେ ମିଶିନୁ। ତାଙ୍କୁ ଦେଖିଲେ ସେଇଟା ଗୋଟେ ଟିପ୍ସ ମୋ ପାଇଁ। ମୁଁ ତାଙ୍କୁ ଦେଖିକି ଇନ୍ସପାୟାର ହେଇଛି ଆଉ ଇମ୍ପ୍ରୁଭ କରୁଛି ନିଜକୁ। ତାଙ୍କ ଜାଗା ମୁଁ ଯେମିତି କହିଲି ଆପଣଙ୍କୁ, କେହି ନେଇପାରିବେ ନାହିଁ। ଆଉ ସେମିତି ସିଙ୍ଗର ଆସିବାଟା ବହୁତ କଷ୍ଟ ଇଣ୍ଡଷ୍ଟ୍ରିରେ, ଏବେ ବହୁତ ବଡ଼ ଲସ୍ ଗୋଟେ ଏଇଟା। କୁହାଯାଏ ଯେ ଯେତେବେଳେ ବ୍ରେକଅପ୍ ହୁଏ କି ଯେତେବେଳେ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ମାନଙ୍କର ମାନେ ଲଭ୍ ହେଇଯାଏ,
ଯେତେବେଳେ ହ୍ୟୁମାନ ସାଗର ଗୀତ ସେମାନେ ଯଦି ସେଡ୍ ଥାନ୍ତି ଇଏ କରନ୍ତି ସେଟା ତ କେବେ ହେଇଥିବ, ବାକି ତାଙ୍କର ଜୋନର କେବଳ ସ୍ୟାଡ୍ ନୁହେଁ, ସେ ରୋମାଣ୍ଟିକ ଗାଆନ୍ତୁ, ସେ ଭଜନ ହଉ, ସେ ବ୍ରେକଅପ୍ ସଙ୍ଗ ହଉ, ସେ ଡ୍ୟାନ୍ସ ନମ୍ବର ହଉ, କମର୍ସିଆଲ ହଉ, ସବୁଥିରେ ହ୍ୟୁମାନ ସାଗର ହିଁ ଫାର୍ଷ୍ଟ ଆସନ୍ତି। ଆଉ ତାଙ୍କ ତାଙ୍କ ପରେ ଆଉ ସେମିତି କି ଫାର୍ଷ୍ଟ ଆସିବେନି, ଏବେ ସେକେଣ୍ଡରୁ ଷ୍ଟାର୍ଟ ହବ। ଦର୍ଶକଙ୍କ ପାଇଁ ଦର୍ଶକଙ୍କୁ କହିବି ଏତିକି, ପ୍ଲିଜ ସମସ୍ତେ ଆମେ ଯେହେତୁ ଏ ଫିଲ୍ମରେ ଅଛୁ, ବହୁ 420 ପ୍ଲିଜ ସମସ୍ତେ ଭଲ ପାଇବା ଦିଅନ୍ତୁ। ଆଉ ଆମେ ଯାହା ବି ସବୁ ଗାଉଛୁ ପ୍ଲିଜ ସମସ୍ତେ ଶୁଣନ୍ତୁ, ଯେମିତି ଭଲ ପାଇବା ଆଶୀର୍ବାଦ ରଖିଛନ୍ତି ଆମ ଉପରେ ସେମିତି ପ୍ଲିଜ ରଖିଥାନ୍ତୁ ସବୁ।